প্রিয় দর্শক, বর্তমান সময়ে খাদ্য পানি পবন যাহা করন্তু না কাইকি সেথিরে শুদ্ধতা নাহি কইলে চলে। মଣିଷ ସୁସ୍ଥ ଭାବରେ ବଞ୍ଚି ରହିବା ପାଇଁ ବିଶୁଦ୍ଧ ଭୋଜନ ପାଣି ଓ ପବନର ଆବଶ୍ୟକତା ରହିଛି। ଅନ୍ୟ ଦିଗରେ ଲୋକମାନଙ୍କର ଜୀବନଶୈଳୀ ଖାଦ୍ୟ ଅଭ୍ୟାସ ଯାହା ରହିଛି ତାହା ସୁସ୍ଥ ଶରୀର ପାଇଁ ଅନୁକୂଳ ନୁହେଁ। ଲୋକମାନେ ଖାଦ୍ୟକୁ ଅଧିକ ରୁଚିକର କରିବା ପାଇଁ ବିଭିନ୍ନ ପ୍ରକାର ମସଲା ଓ ଅଧିକ ତେଲ ବ୍ୟବହାର କରିଥାନ୍ତି, ଯାହା ଫଳରେ ଖାଦ୍ୟ ଅଧିକ ଗରିଷ୍ଠ ହୋଇଯାଏ ଓ ହଜମ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହୁଏ। ତା ସହିତ ଲୋକମାନେ ବାରମ୍ବାର ଆମିଷ ଖାଇବା, ମଦ ପିଇବା ହେତୁ ଲିଭର ସମସ୍ୟା ସୃଷ୍ଟି ହୁଏ। ହଜମ କ୍ରିୟା ଠିକ ନ ହେବା ସହିତ ବଦହଜମ, ଝାଡ଼ା ନ ଛାଡ଼ିବା ବା ଟାଣ ଝାଡ଼ା ଯୋଗୁଁ ମଳଦ୍ୱାରରେ ବିଭିନ୍ନ ରୋଗ ଯେପରି ଅର୍ଶ, ମଳକଣ୍ଟକ, ଭଗନ୍ଦର ଆଦି ସୃଷ୍ଟି ହୁଏ। ଥରେ ଏହି ରୋଗ ସୃଷ୍ଟି ହେଲେ ତାହା ସହଜରେ ଭଲ ହୁଏ ନାହିଁ। ଝାଡ଼ାରେ ଭୀଷଣ ବଥା, ଜଳାପୋଡ଼ା, କୁଣ୍ଡେଇ ହେବା ସହିତ ରକ୍ତ ପଡ଼େ ଏବଂ ଇନଫେକ୍ସନ ଯୋଗୁଁ ଭଗନ୍ଦର ହେଲେ ତାହା ମଳଦ୍ୱାର ପାଖରେ ଗୋଟିଏ ବଥ ପରି ବାହାରେ। ବଥ ପରି ଫୁଲିଯାଏ, ପ୍ରବଳ ବଥା ହୁଏ, ଦପଦପ କରେ, ପରେ ତାହା ପାଚି ଫାଟିଯାଏ। ଥରେ ଫାଟିଗଲେ ରୋଗୀର ରୋଗ କଷ୍ଟ କମ୍ ହୁଏ, ମାତ୍ର ଏହି ଘା ପୁରା ଶୁଖେ ନାହିଁ। ସେଥିରୁ କ୍ରମାଗତ ଭାବରେ ଦୁର୍ଗନ୍ଧ, ପୂଜ ଓ ରସାଣୀ ବାହାରେ। ଏପରି ହେବାର କାରଣ ହେଉଛି ଏହି ରୋଗରେ ମଳଦ୍ୱାର ପାର୍ଶ୍ୱସ୍ଥ ମାଂସପେଶୀ ଭିତରେ ରନ୍ଧ୍ର ବା ସାଇନସ୍ ସୃଷ୍ଟି ହୁଏ। ସେହି ସାଇନସ୍ ଗୁଡ଼ିକ ଶୁଖେ ନାହିଁ, ତାହା ଧୀରେ ଧୀରେ ପଚି ପଚି ଭିତରକୁ ଚାଲିଯାଏ। ଏହି ରୋଗ କୌଣସି ଔଷଧ ଦ୍ୱାରା ପୂର୍ଣ୍ଣ ଭଲ ହେବାର ଦେଖାଯାଏ ନାହିଁ। ଔଷଧ ସେବନ ଦ୍ୱାରା କିଛି ଦିନ ପାଇଁ ଆରାମ ମିଳିଲେ ମଧ୍ୟ ପରେ ରୋଗଟି ଅଧିକ ହୋଇ ବାହାରିବାର ଦେଖାଯାଏ। ହୋମିଓପାଥିକ ଔଷଧ ସେବନ ଦ୍ୱାରା କିଛି ସଫଳତା ମିଳୁଥିବାର ଦେଖାଯାଏ। ଭଗନ୍ଦର ହେବା ମାତ୍ରେ ଡାକ୍ତରମାନେ ଅପରେସନ ପାଇଁ କହିଥାନ୍ତି, କିନ୍ତୁ ଭଗନ୍ଦର ଅପରେସନ ହେବା ପରେ ମଧ୍ୟ ତାହା ବାରମ୍ବାର ହେବାର ଦେଖାଯାଏ। ପ୍ରିୟ ଦର୍ଶକ, ଏହି ଅପରେସନ ସର୍ଜିକାଲ ହେଉ ବା ଲେଜର ହେଉ ବା ଖାରସୂତ୍ର ଦ୍ୱାରା ହେଉ, ସେହି ଅପରେସନ ଦ୍ୱାରା ଭଗନ୍ଦର ସାଇନସ୍ ବା ରନ୍ଧ୍ର ଗୁଡ଼ିକ ସମ୍ପୂର୍ଣ୍ଣ ବାହାର କରା ନଗଲେ ଏହି ରୋଗ କେବେ ହେଲେ ଭଲ ହେବ ନାହିଁ। ବରଂ ଅସଫଳ ଅପରେସନ ଦ୍ୱାରା ରୋଗୀର ସମସ୍ୟା ଆହୁରି ଅଧିକ ହେବ। ବାରମ୍ବାର ଅପରେସନ ଦ୍ୱାରା ରୋଗୀର ମଳଦ୍ୱାରରେ ବିଭିନ୍ନ ସମସ୍ୟା ସହିତ କ୍ୟାନ୍ସର ହେବାର ମଧ୍ୟ ସମ୍ଭାବନା ରହିଥାଏ। ଅପରେସନରେ ଏପରି ଅସଫଳ ହେବାର ମୁଖ୍ୟ କାରଣ ହେଉଛି ଏହି ରୋଗ ଅପରେସନ ପୂର୍ବେ ଭଲ ଭାବରେ ଜାଣିବାକୁ ହେବ ଯେ ଏହି ରୋଗର ସାଇନସ୍ ଭିତରେ କିପରି ଅବସ୍ଥାରେ ଅଛି, କେତୋଟି ଅଛି ଇତ୍ୟାଦି। ମାତ୍ର ଯେଉଁମାନେ ଭଗନ୍ଦର ଅପରେସନ କରୁଛନ୍ତି ସେମାନେ ଯଦି ଠିକ ଭାବରେ ତାହା ଜାଣି ନ ପାରିବେ ତେବେ ଅପରେସନ ନିଶ୍ଚୟ ଅସଫଳ ହେବ। ଏହି ରୋଗର ସାଇନସ୍ ଜାଣିବା ପାଇଁ ଏକ୍ସରେ ବା MRI ଆଦି ଟେଷ୍ଟ କରାହୁଏ, ମାତ୍ର ସେହି ରିପୋର୍ଟ ସବୁବେଳେ ଠିକ ଆସେ ନାହିଁ। ତେଣୁ ଏହି ରିପୋର୍ଟକୁ ଆଧାର କରି ଅପରେସନ କଲେ ସବୁବେଳେ ସଫଳତା ମିଳିବ ନାହିଁ। କେବଳ ଏହି କାରଣ ଯୋଗୁଁ ହିଁ ଭଗନ୍ଦର ଅପରେସନ ହେବା ପରେ ମଧ୍ୟ ରୋଗ ଭଲ ହୋଇପାରୁନାହିଁ। ପ୍ରିୟ ଦର୍ଶକ, ଯେଉଁମାନେ ଅର୍ଶ, ମଳକଣ୍ଟକ ଓ ଭଗନ୍ଦର ପରି ରୋଗ ଭୋଗୁଛନ୍ତି, ବିଭିନ୍ନ ପ୍ରକାର ଔଷଧ ସେବନ କରୁଛନ୍ତି ବା ବାରମ୍ବାର ଅପରେସନ ହେବା ପରେ ମଧ୍ୟ ସୁସ୍ଥ ହୋଇପାରୁନାହାନ୍ତି, ସେମାନେ ଏହି ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତ ହେବା ପାଇଁ ଆମର ମୋବାଇଲ ନମ୍ବର 8280093659 ଓ 8249954435 ରେ ଯୋଗାଯୋଗ କରନ୍ତୁ। ତା ସହିତ ମନେ ରଖନ୍ତୁ, କେବଳ ଔଷଧ ସେବନ ଓ ଅପରେସନ ହେଲେ ହିଁ ଚଳିବ ନାହିଁ। ଏହି ରୋଗକୁ ସମ୍ପୂର୍ଣ୍ଣ ଦୂର କରିବାକୁ ହେଲେ ପେଟ ପ୍ରତି ନଜର ରଖିବାକୁ ହେବ। ଅଧିକ ଗରିଷ୍ଠ ଖାଦ୍ୟ, ରେଗୁଲାର ମାଛ ମାଂସ ସେବନ, ମଦ୍ୟପାନ ଆଦି କରନ୍ତୁ ନାହିଁ। ଯଦି ଆପଣଙ୍କ ଲିଭର ସୁସ୍ଥ ନ ରହିବ ତେବେ ଆପଣଙ୍କ ପେଟ ମଧ୍ୟ ଠିକ ରହିବ ନାହିଁ। ଝାଡ଼ା ଟାଣ ହେଲେ, ଝାଡ଼ାରେ ନାଳ ରହିଲେ, ଝାଡ଼ା ବସି ଅଧିକ କୁନ୍ଥେଇ ହେଲେ ଅର୍ଶ, ଭଗନ୍ଦର ଓ ମଳକଣ୍ଟକ ପରି ରୋଗ ହେବାର ସମ୍ଭାବନା ଅଧିକ ରହିବ। ତେଣୁ ଯଥେଷ୍ଟ ପାଣି ପିଅନ୍ତୁ, ଫଳ ଓ ପନିପରିବା ଖାଆନ୍ତୁ। ଦେଖିବେ ଆପଣଙ୍କ ପେଟ ସମସ୍ୟା ଓ ମଳଦ୍ୱାର ସମସ୍ୟା ବହୁତ ମାତ୍ରାରେ କମିଯିବ। ତା ସହିତ ଆପଣଙ୍କ ନିକଟସ୍ଥ ଅଭିଜ୍ଞ ହୋମିଓପାଥିକ ଡାକ୍ତରଙ୍କ ସହିତ ସାକ୍ଷାତ କରି ଔଷଧ ସେବନ କରନ୍ତୁ। ଅଧିକ ଜାଣିବା ପାଇଁ
आम फोन नंबर रे संपर्क करतु। प्रिय दर्शक आमर एई भिडियोटी किपरि लागिला कमेंट करि जणातु। जदि भलो लागिछि तेबे लाइक एवं शेयर करी निजे सुस्थ हवा सहित अन्य रोगीको सुस्थ हवाकू सहयोग करतु। आउ जदि आपण आम चैनल रो नूतन दर्शक तेबे एपरि भिडियो गुडी को पाइबा पई एई चैनल को सब्सक्राइब मध्य करतु। धन्यवाद।